मटन खाଇବା ଆଜି ପୁରା ବାପା ଛଡେଇ ଯାଇଥାନ୍ତେ ଆଉ ମଲା ସକାଳେ ଯୋଉ କହିଥିଲ ଫୋନ କରିକି ମଟନ ଆଣିବା ପାଇଁ ସେ ମଟନ ଆଣିଛନ୍ତି ଇଆଡେ ଦେଖିଲା ବେଳକୁ ସୁନା ହଜିଛି କିଛି ନାହିଁ ବାପା ଯେତେବେଳେ ହଜେଇଲେ ଅଢେଇ ଭରି ସେ କଥା କହୁନୁ ଓ ତମେ କମ୍ପିଟିସନ କରୁଛ ବାପା ଅଢେଇ ଭରି ଚେନ୍ ହଜେଇଲେ ବୋଲି ମୁଁ ବି ହଜେଇଦେବି ମୁଁ କଣ ଜାଣିକି ହଜେଇଥିଲି ଆସିକି କଣ ଜାଣିକି ହଜେଇଥିଲେ ସେଟା ବୁଝିବା ଦରକାର ଯେ ମୁଁ ତ ହଜେଇଛି ଜାଣିନି କି ହଜେଇନି ସେ ଯଦି ହଜେଇଛି ସେ ତ ଖୋଜୁଛି ମନେ ମନେ ବାପା ଚେନ୍ ହଜେଇଲେ ସେ ଲିଟି ହଜେଇଲା ତାର କାନ ଫୁଲ ତମର ମୋର ଦିଟା କାନ ହଜି ସାରିଲାଣି ଆଉ ଗୋଟେ ସୁନା ବଣିଆ ପାଖରେ ଗଲା ଆମର ଅଲରେଡି 3 ଭରି ଉପରେ ହଜିଛି 3 ଭରି କିଆ କହିବାକୁ ଗଲେ 5 ଭରି କୋଟିପତି ଲୋକ ତ ଆଉ ସୁନା ଗୁରେ ରୂପା ପିତ୍ତଳ ଏରା କଣ ମିଶିଥିଲା ହେରା ଗୁରେ ଖାଇଗଲା 5 ଭରି ଉପରେ କହିଲେ ଚଳେ ସୁନା ପୁରା ଗୋଲ ତେଣୁ କରି ଆଉ ମୋର ସୁନା ପିନ୍ଧିବାର ନାହିଁ ଏଇ ଦିଟା ଯୋଉ ଛୋଟିଆ ଛୁଆ ଯେମିତି ଫାସିଆ ପିନ୍ଧୁନାହାନ୍ତି ଏଇ ଉପରକୁ ଫୋଡିକି ତମ ଭାଗ୍ୟର ଲକ୍ଷ୍ମୀ ନାହାନ୍ତି ସେଥିପାଇଁ ଲକ୍ଷ୍ମୀଙ୍କୁ ତାଙ୍କ ବାଟରେ ଯିବାକୁ ଦିଅ ହଁ ପୁରା ମୋ ଭାଗ୍ୟଟା ଛୋଟିଆ କଣ କରିବି ଲୋ ବାପା ମା କିନ୍ତୁ ଦେଲେ ନହେଲେ ମୋର ଆଜି ସତ୍ୟର ଅବସ୍ଥା ମୁଁ ଟିକେ ଶୋଇ ପଡୁଥିଲି ଏଇଠି ଯୋଉ ଭାବି ନିଦ ଯାଉ ଶୋଇ ଆଜି ମଟନ ଖାଇ ପାରିନଥାନ୍ତା ବାପା ଖାଇଥାନ୍ତେ ତମେ ଖାଲି ଉଣ୍ଡିକି ରହିଥାନ୍ତ ମୁଁ ଖାଇଥାନ୍ତି ବାପା ଖାଇ ପାରିନଥାନ୍ତି ତମେ ତ ଟେନସନ ଫ୍ରି ଲୋକ ବାପା ଟେନସନ ରେ ବୁଡିକି ଥାନ୍ତେ ନା କଣ ଯେହେତୁ ସେ କିଣିକି ଦେଇଛନ୍ତି ତାଙ୍କୁ ବାଧିବ ତମେ ତ ପିନ୍ଧିବା ଲୋକ ନା ସୁଇସାଇଡ କରିବା କଥା କିଏ କହୁଛି କି ଆଉ ଗୋଟେ ଚିନ୍ତା ଅର୍ଥ ତମର ନାହିଁ ଯାଇଛ ଗୋଟେ ବସି ଗପୁଛ ଆସିଲା ବେଳେ ଲୋକମାନେ ପଚାରିଲେ ନାହିଁ କରିବେ ଗପିବିନି ଗପିଲେ ଟିକେ ରିଲାକ୍ସ ହେବି ବତେଇ ଦେବେ ଏମିତି ଖୋଜ ସେମିତି ଖୋଜ ଏୟା କର ସେୟା କର ଆଉ ତୋର ଯୋଉ କଥା